ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ଆସନ୍ତୁ ଆଜି ଆମେ ପରମେଶ୍ୱରଙ୍କ ବାକ୍ୟରୁ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଭୟ ଲାଗିଲେ କ'ଣ କରିବେ। ଆଜିର ପ୍ରସଙ୍ଗ ହେଲା, ଯେତେବେଳେ ଆମ୍ଭମାନଙ୍କୁ ଭୟ ଲାଗେ ସେହି ସମୟରେ ଆମ୍ଭେମାନେ କ'ଣ କରିବା ଆବଶ୍ୟକ ରହିଛି। ଏହି ପ୍ରସଙ୍ଗରେ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟରୁ ଆମେ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମନୁଷ୍ୟ ଜୀବନରେ ବିଭିନ୍ନ ପ୍ରକାର ଭୟ ରହିଛି। ରୋଗର ଭୟ, ଋଣର ଭୟ, ମୃତ୍ୟୁର ଭୟ, ଅଭାବର ଭୟ, ଶତ୍ରୁମାନଙ୍କର ଭୟ, ଭୂତ ପ୍ରେତ, ଗୁଣି ମନ୍ତ୍ର, ବିଭିନ୍ନ ପ୍ରକାର ଭୟ ମନୁଷ୍ୟ ଜୀବନରେ ରହିଛି। ଯେତେବେଳେ ଆମ୍ଭେମାନେ ଏହି ଭୟର ସମ୍ମୁଖୀନ ହେଉ, ଯେଉଁ ସମୟରେ ଏ ପ୍ରକାର ଭୟ ଗୁଡ଼ିକୁ ଆମେ ସାମ୍ନା କରୁ, ସେହି ସମୟରେ ଆମେ କ'ଣ କରିବା ଆବଶ୍ୟକ ରହିଛି। ଆପଣ ଜାଣନ୍ତି କି ମନୁଷ୍ୟ ଜୀବନରେ କେତେବେଳେ ପ୍ରଥମରେ ଭୟ ଆସିଥିଲା? ମନୁଷ୍ୟ ପ୍ରଥମରେ କେବେ ଭୟଭୀତ ହୋଇଥିଲା? ପ୍ରିୟମାନେ, ପରମେଶ୍ୱର ମନୁଷ୍ୟକୁ ଯେତେବେଳେ ସୃଷ୍ଟି କଲେ, ସେ ଏଦନ ଉଦ୍ୟାନରେ ମନୁଷ୍ୟକୁ ସେ ନେଇ ରଖିଲେ। ଯେଉଁ ସମୟରେ ମନୁଷ୍ୟ ଏଦନ ଉଦ୍ୟାନରେ ପରମେଶ୍ୱରଙ୍କର ଆଜ୍ଞାବହ ହେଲା, ଅର୍ଥାତ୍ ହବା ଆଦମ ଯେତେବେଳେ ପ୍ରଭୁଙ୍କର କଥା ମାନିଲେ, ପରମେଶ୍ୱରଙ୍କ ସହଭାଗିତାରେ ରହିଲେ, ସେହି ସମୟରେ କେବେ ହେଲେ ସେମାନେ ଭୟଭୀତ ହେଇନଥିଲେ, କେବେ ହେଲେ ସେମାନେ ଉଦ୍ବିଗ୍ନ ହେଇନଥିଲେ। ମାତ୍ର ହବା ଆଉ ଆଦମ ଯେତେବେଳେ ପରମେଶ୍ୱରଙ୍କର ଅନାଜ୍ଞାବହ ହେଲେ, ପ୍ରଭୁଙ୍କର କଥା ମାନିଲେ ନାହିଁ, ଶୈତାନର କଥା ସେମାନେ ଯେତେବେଳେ ମାନିବାଟା ଆରମ୍ଭ କଲେ, ସେହି ସମୟରେ ପରମେଶ୍ୱରଙ୍କ ରବ ଶୁଣି ସେମାନେ ବୃକ୍ଷଗଣ ମଧ୍ୟରେ ଭୀତ ହୋଇ ଲୁଚିଲେ। ଆଦି ପୁସ୍ତକ 3 ଅଧ୍ୟାୟରେ ବାଇବେଲ ଆମମାନଙ୍କୁ କହେ। ଯେତେବେଳେ ଆମେ ଏହି ଭୟ ଡରର ସାମ୍ନା କରୁ, ପ୍ରିୟମାନେ, ସେହି ସମୟରେ ଆମେ କ'ଣ କରିବା ଆବଶ୍ୟକ ରହିଛି। ଅନେକ ସମୟରେ ଏହି ଭୟ ମନୁଷ୍ୟ ଜୀବନକୁ ବର୍ବାଦ କରେ। ଆପଣ ପଢ଼ିବେ ଗୋଟେ ବାକ୍ୟ ଯେ ଭୟ ଯେତେବେଳେ ମନୁଷ୍ୟ ଜୀବନରେ ଆସେ, ବିଭିନ୍ନ ପ୍ରକାର ଭାଇ ଭଉଣୀ ମାନେ ବିଭିନ୍ନ ପ୍ରକାର ନିଷ୍ପତ୍ତି ଗୁଡ଼ିକ ସେମାନେ ନିଅନ୍ତି, ଆଉ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଲକ୍ଷଣ ଗୁଡ଼ିକ ଦେଖାଯାଏ। ମାଥ୍ୟୁ ଲିଖିତ ସୁସମାଚାର 14 ଅଧ୍ୟାୟରେ ଆମେ ଦେଖୁଛୁ 26 ପଦରେ, ପୁଣି ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍ବିଗ୍ନ ହୋଇ କହିଲେ, ଏ ତ ଭୂତ, ଆଉ ସେମାନେ ଭୟରେ ଚିତ୍କାର କଲେ। ପ୍ରିୟମାନେ, ଏହି ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସମୁଦ୍ର ଉପରେ ଚାଲି ଚାଲି ଆପଣା ଶିଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ, ଆପଣା ଶିଷ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ସେ ଯାଉଛନ୍ତି। ଆଉ ସେହି ସମୟରେ ଶିଷ୍ୟମାନେ ଯୀଶୁଙ୍କୁ ଦେଖି ଭୂତ ବୋଲି ସେମାନେ ଚିତ୍କାର କରୁଛନ୍ତି। ଯେତେବେଳେ ମନୁଷ୍ୟ ଜୀବନରେ ଭୟ ଆସିଯାଏ, ସେହି ସମୟରେ ମନୁଷ୍ୟମାନେ କ'ଣ କ'ଣ ସବୁ କରିଦିଅନ୍ତି। ଅନେକ ଭୟ ଯୋଗୁଁ ସେମାନେ କ'ଣ କରୁଛନ୍ତି, ନିଜର ଦେଶକୁ ଛାଡ଼ି ପଳାଇଲେ। ଭୟ ଯୋଗୁଁ ସେମାନେ ନିଜର ଗ୍ରାମ ଅଞ୍ଚଳକୁ ସେମାନେ ଛାଡ଼ିଦେଲେ। ଏପରିକି ଯେତେବେଳେ ମନୁଷ୍ୟ ଜୀବନରେ ଭୟ ଆସେ, ଆଉ ସେହି ଭୟ ଯୋଗୁଁ ଅନେକ ଭାଇ ଭଉଣୀ ମାନେ ଆତ୍ମହତ୍ୟା ମଧ୍ୟ ସେମାନେ କରିଦେଉଛନ୍ତି। ପ୍ରିୟମାନେ, ଯେତେବେଳେ ଆମ ଜୀବନରେ ଭୟ ଆସେ, ଆମେ କ'ଣ କରିବା କଥା? ଅନେକ ସମୟରେ ଆମେ ଭ୍ରାନ୍ତ ହେଇଯାଉ, ଆମର ବୁଦ୍ଧି ପାଏ ନାହିଁ, ଜ୍ଞାନ ପାଏ ନାହିଁ, ବାଟ ଦୁଶେ ନାହିଁ। ପ୍ରିୟମାନେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯେତେବେଳେ ଆମ ଜୀବନରେ ଭୟ ଆସେ, ଆମେ ଭୟର ସମ୍ମୁଖୀନ ହେଉ, ଯେତେବେଳେ ଆମେ ଭୟଭୀତ ହେଇଯାଉ, ସେହି ସମୟରେ ଆମେ କ'ଣ କରିବା କଥା? ଏହି ସମସ୍ତ ଭୟରୁ ଆମେ ବାହାରି ଆସିବାକୁ ହେଲେ, ମୁକ୍ତ ହେବାକୁ ହେଲେ ଆମକୁ କ'ଣ କରିବା ଆବଶ୍ୟକ ରହିଛି? ଗୀତ ରଚକ 34 ଅଧ୍ୟାୟ 34 ଗୀତ ତାର ଆପଣ ପଢ଼ିବେ। 34 ଗୀତ 4 ପଦରେ ଲେଖାଯାଏ ଯେ, ମୁଁ ସଦାପ୍ରଭୁଙ୍କର ଅନ୍ୱେଷଣ କଲି ଓ ସେ ମୋତେ ଉତ୍ତର ଦେଲେ, ପୁଣି ମୋହର ସବୁ ଭୟରୁ ମୋତେ ଉଦ୍ଧାର କଲେ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଏହି ସ୍ଥାନରେ ଗୀତ ରଚକଙ୍କର ତାଙ୍କର ଲେଖା, ତାଙ୍କର ଗୀତରେ ଆମେ ଦେଖୁଛୁ ଯେ ସେ କହୁଛନ୍ତି, ମୁଁ ପରମେଶ୍ୱରଙ୍କର ଅନ୍ୱେଷଣ କଲି, ମୁଁ ତାହାଙ୍କୁ ଖୋଜିଲି, ଆଉ ସେ ମୋତେ କ'ଣ କଲେ? ସବୁ ଭୟରୁ ସେ ମୋତେ ଉଦ୍ଧାର କଲେ। ସେଇ ଭୟ ରୋଗର ଭୟ ହେଇପାରେ, ଅଭାବର ଭୟ ହେଇପାରେ, ଋଣର ଭୟ ହେଇପାରେ, ଗୁଣି ମନ୍ତ୍ର, ଡାହାଣୀ ଏବଂ ଭୂତ ପ୍ରେତର ଭୟ ହେଇପାରେ, ସମାଜର ଭୟ ହେଇପାରେ, ଶତ୍ରୁମାନଙ୍କର ଭୟ ହେଇପାରେ। ଆଉ ସେ କହୁଛନ୍ତି, ମୋତେ ସବୁ ଭୟରୁ ସେ ମୋତେ ମୁକ୍ତ କଲେ। ପ୍ରିୟମାନେ, ଆପଣ ଆଉ ମୁଁ
ହେଇପାରେ କୌଣସି ପରିସ୍ଥିତିରେ ଆମକୁ ଭୟ ଲାଗୁଛି, କୌଣସି ପରିସ୍ଥିତି ଆମକୁ ବେଶୀ ବଡ଼ ଦେଖାଯାଉଛି, ଆପଣ ସେହି ସମୟରେ ପରମେଶ୍ୱରଙ୍କୁ ଦେଖନ୍ତୁ। ପରିସ୍ଥିତି ବଡ଼ ନାହିଁ, ସମସ୍ୟା ବଡ଼ ନାହିଁ, ଆମର ପରମେଶ୍ୱର ବଡ଼ ଅଟନ୍ତି। ଯେଉଁ ସମୟରେ ଆମକୁ ଡର ଲାଗେ, ଭୟ ଲାଗେ, ଆମେ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ଆବଶ୍ୟକ ରହିଛି। ଆପଣ ଦେଖିବେ ଜିହୋଶାଫାଟ ରାଜା ମଧ୍ୟ ସେ ଶତ୍ରୁମାନଙ୍କୁ ଦେଖି ଭୟ କରୁଛନ୍ତି, ସେ ଭୀତ ହେଇଯାଉଛନ୍ତି। ଯେତେବେଳେ ଅମାଲେକୀୟ ମାନେ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ଆସୁଛନ୍ତି, ଆପଣ ପଢିବେ ଦ୍ୱିତୀୟ ବଂଶାବଳୀ 20 ଅଧ୍ୟାୟରେ ଆମେ ଦେଖୁଛୁ ଯେ ଜିହୋଶାଫାଟଙ୍କ ପ୍ରତିକୂଳରେ ଅମନ୍ୟ ସନ୍ତାନ ଗଣମାନେ ଯେତେବେଳେ ଯୁଦ୍ଧ କରିବା ପାଇଁ ଆସୁଛନ୍ତି, ସେମାନେ ଯେ ମହାଜନ ଅସଂଖ୍ୟ ଲୋକ ତାଙ୍କ ବିରୁଦ୍ଧରେ ଆସୁଛନ୍ତି, ସେହି ସମୟରେ ଦ୍ୱିତୀୟ ବଂଶାବଳୀ 20 ଅଧ୍ୟାୟ 3 ପଦରେ ତହିଁରେ ଜିହୋଶାଫାଟ ଭୀତ ହୋଇ ପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ। ଯେତେବେଳେ ଜିହୋଶାଫାଟ ଶୁଣୁଛନ୍ତି ଯେ ଅମନ୍ୟ ସନ୍ତାନ ମାନେ ଅସଂଖ୍ୟ ଲୋକ ଗୋଟେ ମହାଜନତା ଆମ ବିରୁଦ୍ଧରେ ଆସୁଛନ୍ତି, ଆମକୁ ଯୁଦ୍ଧ କରିବା ପାଇଁ ଆସୁଛନ୍ତି, ଏହା ଶୁଣିଲା ପରେ ସେ ଭୀତ ହେଲେ, ସେ ଡରିଗଲେ। ଯେତେବେଳେ ସେ ଭୀତ ହେଲେ କଣ କଲେ? ସେ ପରମେଶ୍ୱରଙ୍କୁ ଖୋଜିଲେ, ସେ ପରମେଶ୍ୱରଙ୍କର ଅନ୍ୱେଷଣ କଲେ। ତାପରେ ତଳକୁ ଲେଖାଯାଉଛି, ପୁଣି ଜିହୁଦାର ସର୍ବତ୍ର ଉପବାସ ଘୋଷଣା କଲେ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଆପଣ କୌଣସି ପରିସ୍ଥିତି ଦେଇ ଯାଉଛନ୍ତି, ଆପଣଙ୍କୁ ଭୟ ଲାଗୁଛି, ଡର ଲାଗୁଛି, ଆପଣ ପ୍ରଭୁଙ୍କ ନିକଟକୁ ଯାଆନ୍ତୁ, ପ୍ରଭୁଙ୍କୁ ଖୋଜନ୍ତୁ, ଆଉ ନିଜକୁ ନତ କରନ୍ତୁ, ତାହାଙ୍କ ଉପରେ ଭରସା ରଖନ୍ତୁ, ଉପବାସ କରନ୍ତୁ। ଆଉ ଆପଣ ଦେଖିବେ ଏ ଜିହୋଶାଫାଟଙ୍କ ଜୀବନରେ ପରବର୍ତ୍ତୀ ସମୟରେ ଏମାନେ ଯୁଦ୍ଧ କ୍ଷେତ୍ରକୁ ଯାଉଛନ୍ତି, ଆଉ ପରମେଶ୍ୱର ଏମାନଙ୍କୁ ବିଜୟ ଦେଉଛନ୍ତି। ସେଇ ଅମନ୍ୟ ସନ୍ତାନ ଗଣମାନଙ୍କୁ ସେ ପରାସ୍ତ କରୁଛନ୍ତି। ପରମେଶ୍ୱର କହୁଛନ୍ତି, ଏଇ ଯୁଦ୍ଧ ତୁମ୍ଭର ନାହିଁ, ଆମ୍ଭେ ତୁମ ପାଇଁ ଯୁଦ୍ଧ କରିବା, ଆମ୍ଭେ ତୁମକୁ ବିଜୟ ଦେବା। ପ୍ରିୟମାନେ, ଯେଉଁ ସମୟରେ ଆମେ କାହାକୁ ଦେଖିବି ଯଦି ଭୟ କରୁଛୁ, କୌଣସି ପରିସ୍ଥିତି ଆମକୁ ଯଦି ଭୟଭୀତ କରୁଛେ, ଆମେ ପ୍ରଭୁଙ୍କୁ ଦେଖିବା, ପ୍ରଭୁଙ୍କ ନିକଟରେ ସମର୍ପିତ ହେବା, ଆମେ ତାହାଙ୍କୁ ଖୋଜିବା, ଆମେ ଉପବାସ କରିବା, ତାହାଙ୍କ ଉପରେ ଭରସା ରଖିବା। ଆପଣ ପଢିବେ ଗୀତ ସଂହିତା 56 ଅଧ୍ୟାୟ 3 ପଦ। 56 ଗୀତ 3 ପଦରେ ଲେଖାଗଲା, ମୁଁ ଭୀତ ହେବା ସମୟରେ ତୁମ୍ଭ ଉପରେ ନିର୍ଭର ରଖିବି। ପ୍ରଭୁଙ୍କର ଗୌରବ ହଉ। ଯେତେବେଳେ ମୁଁ ଡରିଯାଏ ପ୍ରଭୁ, ଯେତେବେଳେ ମୁଁ ଭୟଭୀତ ହେଇଯାଏ ପ୍ରଭୁ, ମୁଁ ତୁମ ଉପରେ ନିର୍ଭର ରଖିବି। ଅନେକ ସମୟରେ ମନୁଷ୍ୟମାନେ ଭୟଭୀତ ହେଇଯାଆନ୍ତି ଏବଂ ସେମାନେ ଯେତେବେଳେ ଭୟ କରନ୍ତି, ନିଜ ଗାଁ ଛାଡି, ଦେଶ ଛାଡି ସେମାନେ ଅନ୍ୟ ସ୍ଥାନକୁ ପଳେଇ ଯାଆନ୍ତି। କିଏ ତ କୋଉଠି ଲୁଚି ଦିଏ, କିଏ ତ ଆତ୍ମହତ୍ୟା କରିଦିଏ। ଯେତେବେଳେ ଭୟ ଲାଗେ, ସେମାନେ ନିଜକୁ ଅସମ୍ଭାଳ ହେଇଯାଆନ୍ତି। ପ୍ରିୟମାନେ, ପ୍ରଭୁ ଆମକୁ ଉପାୟ ଦେଇଛନ୍ତି। ଭୟ ସମୟରେ ଆମେ କଣ କରିବା? ଆମେ ପ୍ରଭୁଙ୍କୁ ଖୋଜିବା। ଯେଉଁ ସମୟରେ ବି ଆମକୁ ଡର ଲାଗୁଛି, ଭୟ ଲାଗୁଛି, ପରିସ୍ଥିତି ଆମକୁ ତଳେ ପକାଇଲା ଭଳି ଆମକୁ ଦେଖାଯାଉଛି, ସେ ସମୟରେ ଆମେ ପ୍ରଭୁଙ୍କ ଉପରେ ନିର୍ଭର ରଖିବା, ତାହାଙ୍କଠାରେ ନିଜକୁ ସମର୍ପଣ କରିବା, ଆଉ ଉପବାସ ସହିତ ଆମେ ପରମେଶ୍ୱରଙ୍କ ସହିତ ବାସ କରିବା। ଯଦ୍ୱାରା ପରମେଶ୍ୱର ଆମକୁ କଣ କରିବେ? ସେ ସବୁ ଭୟରୁ ଆମକୁ ମୁକ୍ତ କରିବେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କୁ ପଦେ ଧନ୍ୟବାଦ ଦେବା। ସ୍ୱର୍ଗୀୟ ପିତା, ଆମେ ତୁମର ଧନ୍ୟବାଦ କରୁଛୁ, ମହିମା କରୁଛୁ। ପିତା, ଆମେ ଯେଉଁ ସମାଜରେ ବସବାସ କରୁଛୁ, ଆମେ ଯେଉଁ ଜଗତରେ ଅଛୁ, ଜଗତ ଭଲ ନାହିଁ। ଚତୁଃପାର୍ଶ୍ୱରେ ଭୟ ହିଁ ଭୟ। ପ୍ରଭୁ, ଶତ୍ରୁମାନଙ୍କ ଭୟ। ପ୍ରଭୁ, ଦିନ ପ୍ରତିଦିନ ହତ୍ୟା ଚାଲିଛି, ଦିନ ପ୍ରତିଦିନ ମର୍ଡର ଚାଲିଛି, ବିଭିନ୍ନ ପ୍ରକାର ଦୁର୍ନୀତି ଚାଲିଛି। ପ୍ରଭୁ, ଏହିପରି ଜଗତରେ ଆମେ ବସବାସ କରି ଅନେକ ସମୟରେ ଆମେ ଭୟଭୀତ ହେଇଯାଉଛୁ। ପରିସ୍ଥିତିକୁ ଦେଖିଲେ ଆମେ ପ୍ରଭୁ, ଆମେ ଅସହ୍ୟ ହେଇଯାଉଛୁ। ପ୍ରଭୁ, ଏସବୁ ପରିସ୍ଥିତିରେ, ଏସବୁ ବାତାବରଣରେ ତୁମେ ହିଁ ଆମର ସାହା, ତୁମେ ହିଁ ଆମର ଭରସା। ପିତା, ଦୁଃଖ ସମୟରେ ପ୍ରଭୁ, ଭୟଭୀତ ସମୟରେ ଆମେ ପ୍ରଭୁ ତୁମକୁ ମନେ ପକାଇବା ପାଇଁ, ତୁମକୁ ଆମେ ଅନ୍ୱେଷଣ କରିବା ପାଇଁ ତୁମ ଅନୁଗ୍ରହ ଆମକୁ ଦିଅ। ତୁମ ଉପରେ ଆଉଜି ପଡ଼ିବା ପାଇଁ ପ୍ରଭୁ, ଉପବାସ ସହିତ ନିଜକୁ ନମ୍ର କରି ପ୍ରଭୁ ତୁମରି ଠାରେ ଆମେ ରହିବା ପାଇଁ ତୁମ ଅନୁଗ୍ରହ ଆମକୁ ଦିଅ। ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ଯେଉଁ ଭାଇ ଭଉଣୀ ମାନେ ଆଜି ବି ଭୟରେ ଅଛନ୍ତି, ଅଭାବର ଭୟ, ମୃତ୍ୟୁର ଭୟ, ରୋଗର ଭୟ, ପ୍ରଭୁ ସମସ୍ତ ପ୍ରକାର ପ୍ରଭୁ ଶୈତାନ ଗୁଣି ମନ୍ତ୍ର, এই ପ୍ରକାର କୌଣସି ଭୟରେ ଅଛନ୍ତି, ତୁମେ ସେମାନଙ୍କୁ ଯୀଶୁଙ୍କ ନାମରେ ମୁକ୍ତ କର, ଭୟରୁ ମୁକ୍ତ କର। ତୁମ ଉପରେ ନିର୍ଭର ରଖିବା, ତୁମ ଉପରେ ଭରସା ରଖିବା ତୁମେ ଶିଖାଇ ଗୌରବ ପାଅ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍।